ପୁଣି ଦେଖିବା ସେଇ ନବମ ପଞ୍ଚମ ମେଳକ। ଯଦି ଝିଅଟିର କନ୍ୟା ରାଶି ହେଲା, ପୁଅଟିର ବୃଷ ରାଶି ହେଲା, କନ୍ୟାକୁ ବୃଷ ନବମ, କନ୍ୟା ତୁଳା ବିଶା ଧନୁ ମକର କୁମ୍ଭ ମୀନ, କନ୍ୟା ତୁଳା ବିଶା ଧନୁ ମକର କୁମ୍ଭ ମୀନ ମେଷ ବୃଷ ନବମ, ଇଏ ହେଲା 5 ପଞ୍ଚମ, କନ୍ୟାକୁ ବୃଷ ହେଲା ନବମ ପଞ୍ଚମ। ସମସ୍ତେ କହିବେ ବାହାର ହେଇଯିବ, କିଛି ଅସୁବିଧା ନାହିଁ, ତା ଦେହ ଫେର ପେଚ ଅଛି। କ'ଣ ଅଛି ନା କନ୍ୟାର ହେବ, ବରର ହେବ କନ୍ୟା ରାଶି, ଝିଅର ହେବ ବୃଷ ରାଶି। ବରର ବୃଷ, ଝିଅର କନ୍ୟା ହେଲେ ବ୍ୟବହାର କରିବେ ନାହିଁ। ସେଇ ବରର କନ୍ୟା ଏବଂ କନ୍ୟାର ବୃଷ ଥାଇକିରି ଯେଉଁ ଆମେ ବିଚାର କରିବା ଯେ ନବମ ପଞ୍ଚମ ପଡ଼ିଗଲା, ତା ଦେହ ପେଚ ଅଛି। ଉତ୍ତରା ଫାଲ୍ଗୁନୀ କନ୍ୟା 12-6, କୃତ୍ତିକା ବୃଷ 3-2, ମାନବ ଦାନବ ହେଇପାରିବ ନାହିଁ, ପ୍ରଶ୍ନ ଉଠୁନି। 12-6 କନ୍ୟା, ଉତ୍ତରା ଫାଲ୍ଗୁନୀ କନ୍ୟା, 4-2 ବୃଷ, ରୋହିଣୀ ବୃଷ, ଇଏ ବ୍ୟବହାର କରନ୍ତୁ, ଏଥିରେ ଅସୁବିଧାର ପ୍ରଶ୍ନ ନାହିଁ। ଉତ୍ତରା ଫାଲ୍ଗୁନୀ କନ୍ୟା 5-2 ବୃଷ, ମାନବ ଦେବତା ସମସ୍ତେ କହିବେ ଭଲ, କିନ୍ତୁ ନାଗନାଡ଼ି ତୋଡ଼ନାଡ଼ି ହେଲେ ବି ନାଗନାଡ଼ି ଏଥିରେ ବ୍ୟବହାର କରନ୍ତୁ ନାହିଁ ଯଦି ଦାମ୍ପତ୍ୟ ଜୀବନ ସୁଖ ଚାହୁଁଛନ୍ତି। 13-6 କନ୍ୟା, ହସ୍ତା କନ୍ୟା, 3-2 ବୃଷ, କୃତ୍ତିକା ବୃଷ, ୟାକୁ ବ୍ୟବହାର କରନ୍ତୁ ନାହିଁ। କାହିଁକି ନା ଦାନବ ଏବଂ ଦେବତା ୟାଙ୍କର ଭଲ ପଡ଼େଇ ନାହିଁ, ପଡ଼ିବନି, ପଡ଼ୁନି ତ ପଡ଼ିନି କ'ଣ। ହସ୍ତା କନ୍ୟା 13-6, ଚିତ୍ରା ହସ୍ତା କନ୍ୟା 13/6, 4-2 ବୃଷ, ରୋହିଣୀ ବୃଷ, ୟାଙ୍କର ହେଉଛି ମଧ୍ୟନାଡ଼ି ନାଗନାଡ଼ି, ଛାଡ଼ପତ୍ର ହେବ, ଏଥିରେ ବ୍ୟବହାର କରନ୍ତୁ ନାହିଁ। 13-6 କନ୍ୟା, ହସ୍ତା କନ୍ୟା, ମୃଗଶିରା ବୃଷ 5-2, ଇଏ ହେଲା ଦେବତାକୁ ଦେବତା, ଆଖି ବୁଜି ବାହାର କରନ୍ତୁ, କିଛି ଅସୁବିଧା ହେବନି। ଚିତ୍ରା କନ୍ୟା 14-6, କୃତ୍ତିକା ବୃଷ 3-2, ଦାନବକୁ ଦାନବ କିନ୍ତୁ ନାଗ ନାଡ଼ି, ଗଣ ଗୋଟିଏ କିନ୍ତୁ ନାଗ ନାଡ଼ି ହେବନି। ଚିତ୍ରା କନ୍ୟା 14-6, 4-2, ରୋହିଣୀ ବୃଷ, ଦାନବ ମାନବ ନର ରାକ୍ଷସ ବ୍ୟବହାର ହୋଇପାରିବ ନାହିଁ। ଚିତ୍ରା କନ୍ୟା 14-6, ମୃଗଶିରା ବୃଷ 5-2, ୟାଙ୍କର ହେଲା ଦାନବକୁ ଦେବତା, ଏଥିରେ ବ୍ୟବହାର କରିବେ ନାହିଁ। ତାହେଲେ କ'ଣ ହେଲା ନା 12/6, 4-2 ବୃଷ ବ୍ୟବହାର କରିବେ, 13/6, 5-2 ବୃଷ ବ୍ୟବହାର କରିବେ, ଆଉ 14-6କୁ 3-2 ନାହିଁ, 14-6କୁ 4-2 ନାହିଁ, 14-6କୁ 5-2 ନାହିଁ, ବର୍ଜନ କରିବେ। ଦେଖିବା ପରବର୍ତ୍ତୀ ଅଛି।